ଯେତେବେଳେ ପ୍ରଭୁ ବଳରାମ ଜରାସନ୍ଧ ଉପରେ କ୍ରୋଧରେ ଜର୍ଜରିତ ହୋଇଯାଇଛନ୍ତି ଆଉ ଜରାସନ୍ଧକୁ ତଳେ ପକାଇ ତାକୁ ଯେତେବେଳେ ଲଙ୍ଗଳରେ ମାରିଦେବା ପାଇଁ ଚିନ୍ତା କରୁଛନ୍ତି ସେହି ସମୟରେ ସମସ୍ତ ଦେବତାମାନେ ଦେବଦୂତକୁ ପଠାଇଛନ୍ତି ଆଉ ଦେବଦୂତ ଜଣକ ଆସି ପ୍ରାର୍ଥନା କରୁଛନ୍ତି, ହେ ଦେବଦେବ, ହେ ବଳରାମ, ହେ କାମପାଳ, ଆପଣ ଯଦି ତାକୁ ମାରିଦେବେ ତାହେଲେ ସଂସାରର କାର୍ଯ୍ୟ ଅଧୁରା ରହିଯିବ। ତେଣୁ ସେଇଥିପାଇଁ ଦେବତାମାନେ ପ୍ରାର୍ଥନା ଜଣାଇଛନ୍ତି, ହେ ବଳରାମ, ହେ ଶଙ୍କର୍ଷଣ, ଆପଣ ତାକୁ ନ ମାରି ତାକୁ ଛାଡ଼ି ଦିଅନ୍ତୁ ଆଉ ଏ ଜରାସନ୍ଧ ପାଖରୁ ପିଠି ଦେଇ ଚାଲି ଯାଆନ୍ତୁ ପ୍ରଭୁ। ଯେତେବେଳେ ଦେବଦୂତଙ୍କର ଏ କଥାକୁ ଶୁଣିଲେ ସେତେବେଳେ ବଳରାମ କ'ଣ କଲେ, ତୁମ୍ଭ ଶ୍ରୀ ଚରଣେ ହେଉ ଅଛି ପରଣାମୀ, ଏହାକୁ ସମୟେ ରକ୍ଷା କର ଅନ୍ତର୍ଯାମୀ, ଏହାକୁ ସମୟେ ରକ୍ଷା କର ଅନ୍ତର୍ଯାମୀ, ଏହାକୁ ସମୟେ ରକ୍ଷା କର ଅନ୍ତର୍ଯାମୀ। ସଂସାରେ ଅକୀର୍ତ୍ତି ପଛେ ରହୁ ଏଥିପାଇଁ, ଆଜ ସଂଗ୍ରାମରେ ତୁମେ ଯାଅ ପିଠି ଦେଇ। ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ, ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ, ଏହାକୁ ନାସିଲେ କାର୍ଯ୍ୟ ନ ପାଇବ କିଛି, ଅନେକ ପାପିଷ୍ଟ ଦୁଷ୍ଟ ମାରିବ ଏ ବାଛି। ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ, ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ, ଏ କଥା ବିଚାର ଯେବେ ନ କରିବ ମନେ, ନିଶ୍ଚୟରେ ସୃଷ୍ଟି ନାଶ ଯିବ ଅଳ୍ପ ଦିନେ, ନିଶ୍ଚୟରେ ସୃଷ୍ଟି ନାଶ ଯିବ ଅଳ୍ପ ଦିନେ, ନିଶ୍ଚୟରେ ସୃଷ୍ଟି ନାଶ ଯିବ ଅଳ୍ପ ଦିନେ। ଆଜି ଯେତେବେଳେ ଦେବଦୂତ ଜଣକ ପ୍ରାର୍ଥନା କରି କହୁଛନ୍ତି, ହେ କାମପାଳ, ହେ ଶଙ୍କର୍ଷଣ, ହେ ବଳରାମ, ହେ ବଳଦେବ, ତୁମେ ଯଦି ନ ରଖିବ, ତୁମେ ଯଦି ଏମିତି କ୍ରୋଧାନ୍ୱିତ ହେବ ତାହେଲେ ସଂସାରଟା ଭାସିଯିବ। ତେଣୁ ସମସ୍ତ ଦେବତାମାନେ ପ୍ରାର୍ଥନା କରି ମୋତେ ଜଣାଇଛନ୍ତି, ମୋତେ ପଠାଇଛନ୍ତି ଆପଣଙ୍କୁ ଜଣାଇବା ପାଇଁ